हाय एवरीवन, वेलकम टू माय यूट्यूब चैनल। आज आम जानिबा 34 साइज ब्लाउज रो फर्मा कटिंग। प्रथमे ब्लाउज रो लंब जेतिकी थिबो रेडी लंब ताठू 1 इंच एक्स्ट्रा नवा बैक साइड पाई। मुठी ब्लाउज रो रेडी लंब रखुची 14 रे 1 इंच एक्स्ट्रा नहीं कि 15 इंच रे मार्क करुचे। पुणी किसी दूर रे सेम से 15 इंच रे मार्क करी। तापरे शोल्डर ने भी 5.5 इंच। पुणी सेमती सेम किसी तलू को सेमती 5.5 इंच रे चिन्ह देगी ताको सीधा लाइन टाणवा। तापर ताको एमती एल टाइप रो शेप दे देवा। तापर छाती रो माप नवा। छाती रो माप केमि नवा, छाती जेतिकी थिबो ताको हमें 4 भाग करवा। 4 भाग भाग्य नवा और एक्स्ट्रा 2 इंच मार्जिन 34 ताको 4 हरि देले हेबो 8.5 इंच प्लस ता संगरे जो 2 इंच मार्जिन ऐड करवा। जे सेतिकी मार्जिन नहीं पारिबो माने कपड़ा अनुसार। तापरे अंटार माप नवा। अंटा जी थी सेमती 4 भाग करवा। 4 भाग भाग्य नवा। तापरे 1 इंच जो पछपटे जो प्लीट पड़े टक्स जो प्लीट तापरे एक्स्ट्रा मार्जिन ऊपर जी नहीं से नवा। अंटा धर 30 अच्छी ताको 4 भाग कले केते हबो 7.5 इंच प्लस 2 इंच मार्जिन और 1 इंच प्लीट पाई। तापर ताको हमें एटा फिटिंग लाइन की टाणी देवा सीधा गार। तापर एक्स्ट्रा मार्जिन जो नहीं थे ताको भी हमें सीधा गार टाणी देवा। तापर जो फिटिंग लाइन रो जो निज पाखु जी थी ताको हमें मिडिल बाहर करी जो प्लीटा पछपटे पड़े ताको हमें सेठी चिन्ह दबा प्लीटा। तापर हमें जो काख गोले ताको 1.5 इंच बैक साइड पाई 1.5 इंच रे जो काखर गोले की दबा। तापर ताको मिडिल बाहर करिकी ताको सेमती राउंड शेप दे दबा। जो फिटिंग लाइन को लगे कि जो नहीं था एक्स्ट्रा मार्जिन से 1/2 इंच तल को डाउन करके ताको एमती राउंड शेप दे दबा। तापर बेकर चौड़ा 2.5 इंच रखी। आजिकल तो समस्ते डोरी बंधा करुँच। डोरी बंधा कले 2.5 इंच रखिए। जदि बिना डोरी हम 2 इंच रखिले भी चलो। तले 3 इंच ऊपर 2.5 इंच तले 3 इंच टे पिठीटा मेला रखापी देखिए ताको एमती बॉक्स तैयारी करदबा। तापर ताको सेमती निज इच्छा अनुसार हो कि कस्टमर डिमांड अनुसार हो बेकर शेप दबा। ये मुझे नॉर्मली राउंड शेप रखी। तापर प्लेटा जो ऊपर को सेम 4 इंच दे देगी ताको जो चिन्ह देती मिडिल बाहर करी ताको सेमती जो प्लीटा ये बेकर डीपी अनुसार रखा जाए। जदि आमर बेकर डीपी अधिका रहा प्लीट टी कमी जीवो। जदि आमर बेक पूरा डीपी आमर कम रहिबो ताले प्लीटर लंबटा भी आमर अधिका रहिबो। तापर ताको हमें कटिंग करदबा। भिडियोटी भल लगी
ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ ବୁଝି ନପାରିଲେ କମେଣ୍ଟ ବକ୍ସରେ ଯାଇକି କମେଣ୍ଟ କରିବେ। ଦେଖନ୍ତୁ ଏଇଟା ଟିକେ ଆଉ ଟିକେ ଏମିତି ପିଠିଟା ମେଲା ରଖିବା ପାଇଁ ଏମିତି ରାଉଣ୍ଡ ସେପ୍ ଦେଇଦେବି। ତାପରେ ତାକୁ କଟିଂ କରିଦେଉଛି। ଏଇଟା ଆମର ବ୍ୟାକ୍ ପାର୍ଟଟିର କଟିଂ ସରିଗଲା। ତାପରେ ଆମେ ଫ୍ରଣ୍ଟ ପାର୍ଟ କଟିଂ କରିବା। ଏ ଫ୍ରଣ୍ଟ ପାର୍ଟ କଟିଂ କଲେ ସେ ବ୍ୟାକ୍ ପାର୍ଟକୁ ଆଣିକି ତାପରେ ପକେଇକି ଡ୍ରାଫ୍ଟିଂ କରିକି କଲେ ହେବ। ନହେଲେ ପୁଣି ଆମେ ଆଉ ଥରେ ପୁଣି ମାପ ନେଇକି ନେବେ। ପୁଣି ବ୍ୟାକ୍ ସାଇଡ଼୍ରେ ଯେତିକି ଯାହା ମାପ ନେଇଥିଲେ ସେଇ ଅନୁସାରେ ସେମିତି କଲେ ହେବ। ମୁଁ ଏଠି ଏକାଥରେ ତାକୁ ଯେମିତି ଅଛି ସେମିତି ଡ୍ର କରିଦେଉଛି। ଆଉ ତଳ ପଟରୁ ଆଉ ହାଫ୍ ଇଞ୍ଚ ଏକ୍ସଟ୍ରା ନେବି। ବ୍ୟାକ୍ ପାର୍ଟରେ ରେଡ଼ି ଲମ୍ବ ଯେତିକି ଥିଲା ଆମର ଧର 14, 1 ଇଞ୍ଚ ମିଶାଇକିନା 15 ଇଞ୍ଚରେ ଚିହ୍ନ ଦେଇକି ଆମେ କଟିଂ କରିଥିଲେ। ଏଠି ଆଉ ହାଫ୍ ଇଞ୍ଚ ଏକ୍ସଟ୍ରା ନେଇକିନା ଆମେ ତାକୁ କଟିଂ କରିବା। ତାପରେ ଫିଟିଂ ଲାଇନ୍କି ଚିହ୍ନ ଦେଇଦେବା। ଏକ୍ସଟ୍ରା ମାର୍ଜିନ୍ ତାକୁ ଆମେ ଭଲିକି ତାକୁ ଚିହ୍ନ ଦେଇଦେବା। ତାପରେ ଆର୍ମହୋଲ୍କୁ ସେମିତି ଆଉ ଥରେ 5.5ରେ ଦେଇକି ସେଭ୍ କରିଦେବା। ତେଣୁ ଦେଖ ମୁଁ ସେଇ ଆଉ ହାଫ୍ ଇଞ୍ଚ ଯେଉଁ ନେବା କଥା ତାକୁ ନେଇକି ମୁଁ ସିଧା ଲାଇନ୍ ଟାଣିଦେଲି। ତାପରେ ବେକର ଆଗ ପଟ ବେକ ରଖିବା ଯେତିକି କଷ୍ଟମର ଯେତିକି କହିବେ କି ଯେତିକି ଆପଣଙ୍କର ଇଚ୍ଛା। ମୁଁ ଏଠି ରଖିଛି 6.5 ରଖିଛି। ତାକୁ ଏମିତି ରାଉଣ୍ଡ ସେପ୍ ଦେଇଦେବା। ପ୍ରାୟତଃ ଆଗପଟ ବେକର ସେପ୍ ସବୁବେଳେ ରାଉଣ୍ଡ ଥାଏ। ତାପରେ ଏପଟରେ ଆର୍ମହୋଲ୍ ଗୋଲେଇ 1 ଇଞ୍ଚରେ ମାର୍କ କରିକି ତାକୁ ରାଉଣ୍ଡ ସେପ୍ ଦେବା। ବ୍ୟାକ୍ ସାଇଡ଼୍ରେ ଆମର ନେଇଥିଲି 1.5 ଇଞ୍ଚ, ଫ୍ରଣ୍ଟ ସାଇଡ଼୍ରେ 1 ଇଞ୍ଚ। ତାପରେ ଆମେ ଭି ପଟି ବା ବେଲ୍ଟର ସେପ୍ ଦେବା ପାଇଁ କାନ୍ଧରୁ ଟେପ୍ ରଖିକି 11.5 ଇଞ୍ଚରେ ଚିହ୍ନ ଦେଇକି ବେଲ୍ଟର ମାର୍କିଂ କରିବା। ତାପରେ ଏଠୁ ହାଫ୍ ଇଞ୍ଚ ଉପରକୁ ଦେଇକି ତାକୁ ପଛା ଭାବରେ କରିବା। ଉପର ପଟକୁ ସେମିତି 1 ଇଞ୍ଚ, ଆର୍ମହୋଲ୍ ସାଇଡ଼ରୁ 1.5 ଇଞ୍ଚ। ତାପରେ କଟୋରୀ କିପରି ବାହାର କରିବା। ଆମେ ଯେଉଁ ଫିଟିଂ ଲାଇନ୍ ନେଇଥିବା ଫିଟିଂ ଲାଇନ୍ ନିଜ ପାଖକୁ ଦେଖିବା କେତେ ହେଉଛି ତାକୁ 3 ଭାଗ କରିଦେବା। ସେ 3 ଭାଗରୁ 2 ଭାଗ କଟୋରୀ ପାଇଁ ନେବା ଆଉ ଭାଗେ ଇସ୍ପଟି ପାଇଁ ଛାଡ଼ିଦେବା। ଯେତିକି ହେଉଥିବ ଆପଣଙ୍କର ସେତିକି ନେବେ। ନହେଲେ ସୂତ୍ର ଅନୁସାରେ କଲେ ଆମେ ଛାତି ଯେତିକି ଥିବ ତାକୁ 6ରେ ହରିଦେବା। ଯେତିକି ହେବ ତାକୁ ଆମେ କଟୋରୀ ପାଇଁ ନେବା। ନଚେତ ଯେଉଁ ଫିଟିଂ ଲାଇନ୍ରୁ ଆମର ଯେତିକି ଅଛି ତାକୁ 3 ଭାଗ କରିଦେବା। 3 ଭାଗ କରିଦେଇକିନା ତାକୁ ଆମେ 2 ଭାଗ ଯେତିକି ହେବ ସେତିକି ନେବା। ଧର 8.5 ତାକୁ 3ରେ ହରିଦେଲେ ହେବ କେତେ? 2.8 ବାହାରିବ। ପୁଣି 2.8କୁ ଆମେ 2 ଭାଗ ନେବା ମାନେ କଟୋରୀ ପାଇଁ ଆଉ 2 ଥର ତାକୁ ମିଶାଇବା। 2.8 ତାକୁ ମିଶାଇଲେ ଯେତିକି ହେଉଥିବ ତାକୁ ସେତିକି ନେବା। 2.8 ହେଉଛି କେତେ ମିଶାଇଲେ ତାକୁ 5.6। ଆମେ କଟୋରୀ ପାଇଁ 5.6ରେ ମାର୍କ କରିବା। ତାପରେ ତାକୁ ଏମିତି ଉପରକୁ ଗାର ଟାଣି ଦେଇକିନା ସେଟା ସେମିତି ଅନୁମାନିଆ ଗାର ଟାଣାଯାଏ। ମାନେ ଏମିତି ରାଉଣ୍ଡ ସେପ୍ରେ ଆସିବ ବୋଲି ଯେଉଁ ସବୁ ଚିହ୍ନ ଦିଆ ହେଇଥାଏ
ଉପରକୁ ଯେଉଁ ବେକରୁ ଉପରକୁ 1 ଇଞ୍ଚ ନେଇଥିବ, ଆର୍ମହୋଲ୍ ସାଇଡ଼୍ରୁ 2.5 ଇଞ୍ଚ, ଆଉ ଏଇଟାକୁ ଏମିତି ରାଉଣ୍ଡ ଟାଇପ୍ର ସେପ୍ ଆସିବା ପାଇଁ। ତାପରେ ଆମେ ଭି ପଟରେ ସେପ୍ଟା ଯେଉଁ ଚିହ୍ନ ଦେଇଥିଲେ ତାକୁ ଦେଇନଥିଲେ, ତାକୁ ଆମେ ଏମିତି ଗାର ଟାଣିଦେବା। ତାପରେ ତାକୁ ଯେତିକି ହେବ ବେଲ୍ଟଠୁ ଯେଉଁ ବେକର ସେପ୍ ଦେଇଥିବା ତାକୁ ମିଡ଼ିଲ୍ ବାହାର କରିଦେବା। ତାପରେ ଏଇଟାରୁ ମଝିରେ ସେମିତି ମିଡ଼ିଲ୍ ବାହାର କରିଦେଇକି ସେମିତି ତାକୁ ସିଧା ଗାର ଗୋଟେ ଟାଣିଦେବା, ଯେଉଁ କଟୋରୀଟାକୁ ଆମେ ଦିଭାଗ କରିବା ପାଇଁ। ତାପରେ ତାକୁ ଆମେ ସବୁ ମାର୍କିଂ ହେଇଗଲା, ତାକୁ ଆମେ କାଟିଦେବା। କାଟି ସାରିଲା ପରେ ଆମେ କଟୋରୀକୁ ବଡ଼ କରିବା, ଯେଉଁ ବେଶୀ କଟୋରୀ ଅଛି ତାକୁ ଆମେ ବଡ଼ କରିବା ପୁଣି ଆଉ ଏକ ପେପରରେ ସାହାଯ୍ୟରେ। ଚାହିଁଲେ ବି ଏଇ ଫର୍ମା କଟିଂକୁ କପଡ଼ା ଉପରେ ପକାଇକି ବି କଟିଂ କରିପାରିବେ। ଫର୍ମାକୁ କିପରି କପଡ଼ା ଉପରେ ପକାଇ କଟିଂ କରିବା ମୁଁ ଆଉ ଏକ ଭିଡ଼ିଓରେ ଆଣିବି। ଭିଡ଼ିଓଟିକୁ ଜମା ବି ସ୍କିପ୍ କରିବେ ନାହିଁ। ଭିଡ଼ିଓଟିକୁ ବାରମ୍ବାର ଦେଖିଲେ ହିଁ ବୁଝିପାରିବେ। ତାପରେ ଆମେ ଏଇ କଟୋରୀଟିକୁ ମଝିରୁ କାଟି ଦେଇକି ତାକୁ ଆମେ ବଡ଼ କରିବା। ଦେଖନ୍ତୁ କେମିତି ବଡ଼ କରିବା। ତ ଯେମିତି ଅଛି ସେମିତି ତାକୁ ଆମେ ଆଗେ ଲାଇନ୍ ଡ୍ର କରିଦେବା। ବେଶୀ କଟୋରୀ ଏଟା ହେଲା, ବେଶୀ କଟୋରୀ। ତାପରେ ଦେଖନ୍ତୁ ଏପଟରୁ 1 ଇଞ୍ଚ ବଢ଼େଇବା, ଏପଟରୁ 1 ଇଞ୍ଚ ବଢ଼େଇବା, ଏପଟରୁ 1/2 ଇଞ୍ଚ, ପୁଣି ଏପଟରୁ 1/2 ଇଞ୍ଚ। ଏ ଯେଉଁ 1 ଇଞ୍ଚ ତାର ମିଡ଼ିଲ୍ ବାହାର କରିକି ଗୋଟେ ଚିହ୍ନ ଦେବା, ତଳକୁ 1 ଇଞ୍ଚରେ ଦେବା। ଯଦି ଏଇଠି ଯାହାର ହେଭି ଚେଷ୍ଟ ଥିବ 1.5 ଇଞ୍ଚରେ ବି ଚିହ୍ନ ଦେଲେ ବି ଚଳିବ। ନର୍ମାଲ୍ ସାଇଜ୍ ପାଇଁ 1 ଇଞ୍ଚ। ତାପରେ ଏମିତି ତାକୁ ଗାର ଟାଣିଦେବା ସ୍କେଲ୍ ସାହାଯ୍ୟରେ ତେର୍ଛା ଭାବରେ। ତାପରେ ଏଟାକୁ ଧୀରେ 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 ଏମିତି ରାଉଣ୍ଡ ସେପ୍ ଦେଇଦେବା। ତାପରେ ଏଇଟା ଯେଉଁ ମୁନିଆ ଟାଇପ୍ର ହେଇଛି ତାକୁ ଆମେ ରାଉଣ୍ଡ ଟାଇପ୍ର ସେପ୍ ଦେବା। ମୁନିଆ ଟାଇପ୍ର ହେଲେ ଏଟା ଗୋଜିଆ ହେବ ସିଲେଇ କଲାବେଳେ। କପ୍ଟି ଆମର ଏମିତି ମୁନିଆ ଟାଇପ୍ର ହୁଏ। ଏଇଟା ଟିକେ ରାଉଣ୍ଡ ସେପ୍ ଦେଇଦେଲେ ଆମର ରାଉଣ୍ଡ ପୁରା କପ୍ଟି ଫିଟିଂ ହେଇକିନା ରହିବ। ପାର୍ଟ 1 କଟୋରୀ ବାହାରିଗଲା। ତାପରେ ପାର୍ଟ 2 କଟୋରୀ ବାହାର କରିବା। ପାର୍ଟ 2 କଟୋରୀ ବାହାର କରିବାକୁ ହେଲେ ପାର୍ଟ 1ର କଟୋରୀକି ଆଣିବା, ଆଉ ଯେତିକି ଲମ୍ବ ଥିବ ସେଇ ଅନୁସାରେ ଆମେ ଏମିତି ଚିହ୍ନ ଦେଇଦେବା। ନହେଲେ ତାକୁ ଫିତାରେ ବି ମାପିକିନା ରାଉଣ୍ଡ ଟାଇପ୍ର କରିଦେବା। ତାପରେ ତାକୁ ଆମେ ବକ୍ସ ତିଆରି କରିଦେବା। ଏଠି ଯେତିକି ଅଛି ଚେକ୍ କରିଦେବା, ଆଉ ଥରେ ଉପରେ ବି ସେତିକି କରିବା। ଏଠି ଯେତିକି ହେଉଥିବ ଆମେ 1 ଇଞ୍ଚ ଏକ୍ସଟ୍ରା ନେଇକିନା ତାକୁ ଚିହ୍ନ ଦେବା। ମୋର ଏଠି ଯେତିକି ହେଉଥିଲା ତ ମୁଁ 1 ଇଞ୍ଚ ଏକ୍ସଟ୍ରା ନେଇକି ଦେଲି। ତାପରେ ତାକୁ ଏମିତି ବକ୍ସ ତିଆରି କରିଦେଲି। ତାପରେ ତାର ମିଡ଼ିଲ୍ ପଏଣ୍ଟ ବାହାର କଲି। ବାହାର କରିକିନା ଏଇ ଯେଉଁ କାଜ ହୁକ ସାଇଡ଼୍ରୁ 1 ଇଞ୍ଚ ଆଉ ଏସ୍ପଟି ସାଇଡ଼୍ରୁ 1/2 ଇଞ୍ଚ ଦେଇକି ତାକୁ ଚିହ୍ନ ଦେଲି। ତାପରେ ତାକୁ ଏମିତି ତେର୍ଛା ପରେ ସ୍କେଲ୍ ସାଇଜରେ ଦେଲି। ତାପରେ ଏଇଟା ଆମର ଏମିତି କ'ଣ ଟାଇପ୍ର ହେବ। ତାପରେ ପାର୍ଟ 1 କଟୋରୀକି ଆଣିକି ଏମିତି ରାଉଣ୍ଡ ଟାଇପ୍ର ସେପ୍ ଦେଇଦେଲେ ହେବ, ନହେଲେ ଧୀରେ ହାତରେ ବି ଚାହିଁଲେ ବି ଦେଇପାରିଲେ ହେବ। ତାର ଏଇଠି ଭି ପଟିର ସେପ୍ ପାଇଁ ତାକୁ ଏମିତି ଆମେ 1/2 ଇଞ୍ଚ ତଳ ପଟକୁ ଦେଇକି ଏମିତି ତାକୁ ଇଏ କରିଦେବା। ଏଇଠି ଦେଖନ୍ତୁ ଯଦି ଯାହାର ଚେଷ୍ଟ କମ୍ ଥିବ ଆମେ କମ୍ରେ ରାଉଣ୍ଡଟା ଦେବା। ଯେଉଁ ତଳ ରାଉଣ୍ଡଟା ମୁଁ ଦେଇଛି ସେଇ ରାଉଣ୍ଡଟା ଯଦି ଚେଷ୍ଟ ଯାହାର କମ୍ ଥିବ, ଯଦି ହେଭି ଚେଷ୍ଟ ଥିବ ଉପର ରାଉଣ୍ଡଟା ଆମେ ଦେବା। ଆଜି 34 ସାଇଜ୍ର କଟିଂ ସରିଗଲା। ଦେଖନ୍ତୁ ପୁରା ସାନ ବଡ଼ ନାହିଁ, ପୁରା ସେମ୍ ଅଛି। ସବୁ ଏସ୍ପଟି, ଭି ପଟି, ବେଲ୍ଟ, ପାର୍ଟ 1 କଟୋରୀ, ପାର୍ଟ 2, ବ୍ୟାକ୍ ପାର୍ଟ ସବୁ ବାହାରି ରେଡ଼ି ହୋଇଗଲା।
ଆଜି ପାଇଁ ଏତିକି ରହୁଛି। ଜୟ ଜଗନ୍ନାଥ।